ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ସଞ୍ଜପଡ଼ା ପଞ୍ଚାୟତ ନଣ୍ଡେଇଲ ଗ୍ରାମର ଯୁବକଙ୍କୁ କଙ୍କାଳୁ ଗାଁ ମୁଣ୍ଡରେ ଭୁଜାଲିରେ ହାଣି ମୋବାଇଲ ଟଙ୍କା ଲୁଟି ନେଇଥିଲେ। ସୂଚନା ଯେ ନଣ୍ଡେଇଲ ଗାଁର ତ୍ରିପୁରା ନାୟକଙ୍କ ପୁଅ ନୃପନ ନାୟକ 23 ଏବଂ କନ୍ଦର୍ପ ନାୟକ କଙ୍ଗାଳୁ ଗାଁ ମୁଣ୍ଡରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ବେଳେ 3 ଜଣ ଯୁବକ ବାଇକ୍ ଯୋଗେ ଆସି ନୃପଙ୍କୁ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲେ। ନୃପଙ୍କ ଠାରୁ ମୋବାଇଲ ଫୋନ ଏବଂ ଟଙ୍କା ଛଡ଼ାଇ ନେଇଥିଲେ। ଏ ଘଟଣା ଦେଖି କନ୍ଦର୍ପ ଜୀବନ ବିକଳରେ ଘରକୁ ଦୌଡ଼ି ଯାଇ ଖବର ଦେଇଥିଲେ। ଘର ଲୋକେ ପହଞ୍ଚି ପୋଲିସକୁ ଜଣାଇବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଯୋଗେ ନୃପଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନୃପଙ୍କର ହାତ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଏପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନୃପଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।